ଦିନେ ଜଣେ ଶିଷ୍ୟ ସାଧୁଙ୍କୁ ପଚାରିଲେ, ଆପଣ ପୁନର୍ଜନ୍ମକୁ ଅସ୍ୱୀକାର କରୁଛନ୍ତି କାହିଁକି? ସାଧୁ କହିଲେ, ଦେଖ, ପୁନର୍ଜନ୍ମ ହେବା ପାଇଁ ଆବଶ୍ୟକ କ'ଣ? ଶିଷ୍ୟ କହିଲେ, ମୃତ୍ୟୁ। ସାଧୁ କହିଲେ, ଦ୍ୱିତୀୟ ଜନ୍ମ କେବେ ହେବ? ପ୍ରଥମେ ତ ମୃତ୍ୟୁ ହେଲେ, ଏବଂ ମୃତ୍ୟୁ ହେବା ପାଇଁ କ'ଣ ଦରକାର? କାହାର ପ୍ରଥମେ ଜୀବିତ ହେବା ଦରକାର। ଜଣେ ଜୀବିତ ହେଲେ ତାହାର ନିର୍ଦ୍ଦିଷ୍ଟ ସମୟରେ ମୃତ୍ୟୁ ହେବ। ସାଧୁ କହିଲେ, କେହି ଏଠାରେ ଜୀବିତ ନୁହନ୍ତି। ଯଦି ଜଣେ ବ୍ୟକ୍ତି ଜୀବିତ ପୂର୍ବରୁ ମୃତ, ତେବେ ଦ୍ୱିତୀୟ ଜନ୍ମ ହେବାର ପ୍ରଶ୍ନ ଉଠୁନାହିଁ। ଶିଷ୍ୟ କହିଲେ, ମାନେ ଆପଣ କ'ଣ କହୁଛନ୍ତି? ସାଧୁ କହିଲେ, ମୁଁ କହୁଛି ବର୍ତ୍ତମାନ କେହି ଜନ୍ମ ହୁଅନ୍ତି ନାହିଁ। ଆଜିକାଲି ଯେଉଁ ଲୋକ ଦେଖୁଛ ଜନ୍ମ ହୋଇ ବୁଲୁଛନ୍ତି, ସେମାନେ କେବଳ ମାଟିର କଣ୍ଢେଇ ପରି, ଏବଂ ମାଟି କେବେ ମରେ ନାହିଁ। ମାଟିର ଜନ୍ମ ନା ମୃତ୍ୟୁ? ମାଟି କେବଳ ମାଟିରେ ମିଶିଯାଏ। ତୁମେ ତାହାକୁ କହୁଛ ମୃତ୍ୟୁ ହେଲା। ତାହା କ'ଣ ମୃତ୍ୟୁ? ଯେତେବେଳେ କେହି ଜନ୍ମ ହୋଇନଥିଲା, ତେବେ ତାହାର ପୁନର୍ଜନ୍ମ କେମିତି ହେବ? ଦ୍ୱିତୀୟ ଜନ୍ମକୁ ଛାଡ଼, ବର୍ତ୍ତମାନ ଜନ୍ମ ମଧ୍ୟ ମିଥ୍ୟା। ତେବେ ଆଗାମୀ ଜନ୍ମ ସତ୍ୟ କେମିତି ହେବ? ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ କହିଥିଲେ ଯେ, ଗୁଣା ଗୁଣେଷୁ ବର୍ତ୍ତନ୍ତେ। ଗୁଣମାନଙ୍କ ମଧ୍ୟରେ ଗୁଣମାନେ କାର୍ଯ୍ୟ କରୁଛନ୍ତି। ପାର୍ଥ, ଜୀବର ହସ୍ତି ମିଥ୍ୟା। ଅହଙ୍କାର ବୋଲି କିଛି ଥାଏ ନାହିଁ। ଶରୀର ଅଛି, ସେ ନିଜର କାର୍ଯ୍ୟ କରୁଛି। ପ୍ରକୃତି ଅଛି, ସେ କାର୍ଯ୍ୟ କରାଉଛି। କାର୍ଯ୍ୟ କରୁଥିବା କେହି ନାହିଁ। ତେଣୁ ମହାତ୍ମା ବୁଦ୍ଧଙ୍କର ଗୋଟିଏ କଥା ବହୁତ ପ୍ରିୟ। ସେ କେବଳ କହିଥିଲେ ଯେ ଅହଙ୍କାର ମିଥ୍ୟା। ତା ସହିତ ଏହା ମଧ୍ୟ କହିଥିଲେ ଯେ ନିର୍ବାଣ ମଧ୍ୟ ମିଥ୍ୟା। ନିର୍ବାଣ ହେବା ପାଇଁ ଦରକାର କ'ଣ? କେହି ଥିବା ଦରକାର। ଲୋକେ କହନ୍ତି, ପିଞ୍ଜରାରୁ ପକ୍ଷୀକୁ ମୁକ୍ତ କରାଗଲା। କିନ୍ତୁ ପିଞ୍ଜରାରେ କେବେ ପକ୍ଷୀ ଥିଲା କି? ତେଣୁ କୁହାଗଲା ଯେ ସମସ୍ତ ଆଲୌକିକ ପଦାର୍ଥ ସେଗୁଡ଼ିକ ସ୍ୱଭାବରୁ ଶୂନ୍ୟ। ନିର୍ବାଣ ମଧ୍ୟ ସ୍ୱଭାବରୁ ଶୂନ୍ୟ, କାରଣ ନିର୍ବାଣ ପାଇଁ କେହି ଦରକାର, କିନ୍ତୁ କେହି ନାହିଁ। କାହାକୁ ନିର୍ବାଣ? ନିର୍ବାଣର ଅର୍ଥ ମୁକ୍ତି। ଲୋକମାନେ ବହୁତ ବିରୋଧ କରନ୍ତି ଯେତେବେଳେ କୁହାଯାଏ କେହି ଅଛନ୍ତି ନା ନାହିଁ, ଅର୍ଥାତ୍ ଆମେ ଏ ଜଗତରେ ନାହାନ୍ତି। ହଁ, ଏହା ସତ୍ୟ, ଆପଣ ନାହାନ୍ତି। ତାହେଲେ ଆଜିଠୁ ଆପଣ ଅମର ହୋଇଗଲେ। କାରଣ ଯେତେବେଳେ ଜାଣିଲେ ଯେ ଆମେ ଏ ଜଗତରେ ନାହାନ୍ତି, ତେବେ ଆମେ ଅମର। ମରିବୁ କେମିତି? ଏହି ପ୍ରକ୍ରିୟାରେ ଆମର ମିତ୍ର ଯମରାଜ ବେଚାରା ବେରୋଜଗାର ହୋଇଗଲେ। ସେ ଏହି ମର୍ତ୍ତ୍ୟଲୋକକୁ ଆସି କାହାକୁ ନେବେ? ଯାହାଙ୍କୁ ନେବାକୁ ଯିବେ, ସେଠାରେ ଦେଖିବେ କେହି ଅଛନ୍ତି ନା ନାହିଁ। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।